ଆମ ଦେଶ ଭାରତ ଏକ ବିଶାଳ ଦେଶ। ଆମ ଦେଶରେ 28 ଗୋଟି ରାଜ୍ୟ ଓ 9 ଗୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଅଛି। ତେବେ ତୁମେମାନେ ଜାଣିଛ କି ଏହିସବୁ ରାଜ୍ୟ ବା ଅଞ୍ଚଳ ଗୁଡ଼ିକ ଗଠନ କିପରି ଭାବରେ ହୋଇଥିଲା? ଆଜି ଆମେ ନୂତନ ରାଜ୍ୟଗୁଡ଼ିକର ଗଠନ ପାଠରେ ଏହିସବୁ ବିଷୟରେ ଜାଣିବା। ପିଲାମାନେ, ତୁମେ ଜାଣିଛ ଯେ ଆମ ଭାରତୀୟ ସମ୍ବିଧାନ 1950 ମସିହା ଜାନୁଆରୀ 26 ତାରିଖରେ କାର୍ଯ୍ୟକାରୀ ହୋଇଥିଲା। ଆଉ ଠିକ୍ ସେହି ସମୟରେ ବ୍ରିଟିଶମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବରେ ଶାସିତ ହେଉଥିବା 9 ଗୋଟି ରାଜ୍ୟ ସହିତ ଅନ୍ୟ ରାଜ୍ୟ ବା ଅଞ୍ଚଳ ଗୁଡ଼ିକୁ ମଧ୍ୟ କ, ଖ, ଗ ଓ ଘ ଶ୍ରେଣୀରେ ଭାଗ କରାଯାଇଥିଲା। ତେବେ ସେହି ସମୟରେ ସମସ୍ତ ରାଜ୍ୟ ବା ଅଞ୍ଚଳ ଗୁଡ଼ିକୁ କ, ଖ, ଗ ଓ ଘ ଶ୍ରେଣୀରେ ଭାଗ କରାଯାଇଥିଲା। କ ଶ୍ରେଣୀରେ ରହିଲେ ବ୍ରିଟିଶ ଶାସନାଧୀନ 9 ଗୋଟି ରାଜ୍ୟ। ସେହି ରାଜ୍ୟଗୁଡ଼ିକର ନାମ ହେଲା ଆସାମ, ବିହାର, ବମ୍ବେ, ମଧ୍ୟପ୍ରଦେଶ, ମାଡ୍ରାସ, ଓଡ଼ିଶା, ପଞ୍ଜାବ, ସଂଯୁକ୍ତ ପ୍ରଦେଶ ବା ଯାହାକୁ ଉତ୍ତରପ୍ରଦେଶ ବୋଲି କୁହାଯାଏ ଓ ପଶ୍ଚିମବଙ୍ଗ। କ ଶ୍ରେଣୀର ଶାସନ ମୁଖ୍ୟ ରହିଲେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ଜଣେ ରାଜ୍ୟପାଳ। ଆଉ ଖ ଶ୍ରେଣୀରେ ରହିଲେ 5 ଗୋଟି ରାଜ୍ୟ। ସେହି ରାଜ୍ୟଗୁଡ଼ିକ ହେଲେ ଜାମ୍ମୁ କାଶ୍ମୀର, ହାଇଦ୍ରାବାଦ, ମଧ୍ୟ ଭାରତ, ମହୀଶୂର, ପାତିଆଲା ଓ ପୂର୍ବ ପଞ୍ଜାବ। ଏବଂ ଖ ଶ୍ରେଣୀର ଶାସନ ମୁଖ୍ୟଙ୍କୁ କୁହାଗଲା ରାଜ୍ୟ ପ୍ରମୁଖ। ତାପରେ ଗ ଶ୍ରେଣୀରେ ରହିଲେ 5 ଗୋଟି କେନ୍ଦ୍ରଶାସିତ ଅଞ୍ଚଳ ଆଜମୀର, ଭୋପାଳ, ବିଲାସପୁର, କୁଚବିହାର ଓ କୁର୍ଗ ଓ ସେମାନଙ୍କର ଶାସନ ମୁଖ୍ୟଙ୍କୁ କୁହାଗଲା ଚିଫ୍ କମିଶନର ବା ଉପରାଜ୍ୟପାଳ। ଶେଷରେ ଘ ଶ୍ରେଣୀରେ ରହିଲା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ତା ସହିତ ଅନ୍ୟାନ୍ୟ ଅଞ୍ଚଳ ଗୁଡ଼ିକ ଓ ସେଠାକାର ମୁଖ୍ୟଙ୍କୁ କୁହାଗଲା ଚିଫ୍ କମିଶନର ବା ଉପରାଜ୍ୟପାଳ। ପିଲାମାନେ, ତୁମେ ଜାଣିଥିବ ଯେ ଆମ ସମ୍ବିଧାନ ତିଆରି କାର୍ଯ୍ୟ 1946ରୁ 1949 ମସିହା ପର୍ଯ୍ୟନ୍ତ ଚାଲିଥିଲା। ଠିକ୍ ଏହି ସମୟରେ ଭାଷା ଭିତ୍ତିକ ରାଜ୍ୟ ଗଠନ ପାଇଁ ଦାବି କରାଯାଇଥିଲା। ତେବେ ତୁମେ ଜାଣିବା ପାଇଁ ମୁଁ କହିଦିଏ ଯେ ଭାଷା ଭିତ୍ତିକ ରାଜ୍ୟ କହିଲେ ରାଜ୍ୟଗୁଡ଼ିକୁ ଭାଷା ଆଧାରରେ ଗଠନ କରିବା, ଯେପରି ଆମ ଓଡ଼ିଶାର ଭାଷା ହେଉଛି ଓଡ଼ିଆ। ଏହି ସମୟରେ ମାଡ୍ରାସ, ହାଇଦ୍ରାବାଦ ଓ ମହୀଶୂର ଅଞ୍ଚଳର ଲୋକମାନେ ନିଜ ପାଇଁ ସ୍ୱତନ୍ତ୍ର ରାଜ୍ୟ ଦାବି କରୁଥିଲେ। ମହୀଶୂରର କନ୍ନଡ଼ ଭାଷାଭାଷୀ ଲୋକମାନେ ନିଜ ପାଇଁ ଏକ ଅଲଗା ରାଜ୍ୟ ଚାହୁଁଥିବା ବେଳେ ମରାଠୀ ଭାଷାଭାଷୀ ଲୋକମାନେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ମହାରାଷ୍ଟ୍ର ରାଜ୍ୟ ଗଠନ କରିବା ପାଇଁ ଦାବି କରୁଥିଲେ। ଠିକ୍ ସେହିପରି ମାଲାୟାଲମ ଓ ତାମିଲ ଭାଷାଭାଷୀ ଲୋକମାନେ ମଧ୍ୟ ନିଜ ପାଇଁ ସ୍ୱତନ୍ତ୍ର ରାଜ୍ୟ ଚାହୁଁଥିଲେ। ଏଭଳି ଜଟିଳ ପରିସ୍ଥିତିକୁ ସମ୍ଭାଳିବା ପାଇଁ ସମ୍ବିଧାନ ପ୍ରଣୟନ ସଭାର ସୁପାରିଶ କ୍ରମେ 1948 ମସିହାରେ ଭାଷାଭିତ୍ତିକ ପ୍ରଦେଶ ଆୟୋଗ ଗଠନ କରାଗଲା। ଏଥିରେ 3 ଜଣ ସଦସ୍ୟ ରହିଲେ ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ପଟ୍ଟାଭି ସୀତାରାମାୟା। କିନ୍ତୁ ହଠାତ୍ ଏକ ଦୁଃଖଦ ଘଟଣା ଘଟିଲା। 1952 ମସିହାରେ ସ୍ୱତନ୍ତ୍ର ତେଲୁଗୁ ରାଜ୍ୟ ଦାବି କରି ଅନଶନ କରୁଥିବା ସମୟରେ ପୋଟ୍ଟି ଶ୍ରୀରାମୁଲୁ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ତାପରେ 1953 ମସିହାରେ ମାଡ୍ରାସର ତେଲୁଗୁ ଭାଷାଭାଷୀ ଅଞ୍ଚଳକୁ ନେଇ ନୂତନ ଆନ୍ଧ୍ରପ୍ରଦେଶ ଗଠିତ ହେଲା।